ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତ +2 ସେକେଣ୍ଡ ଇୟର ପିଲାମାନେ ଆର୍ଟ୍ସ, ତ +2 ସେକେଣ୍ଡ ଇୟର ଆର୍ଟ୍ସ ଯେଉଁମାନଙ୍କର ଇକୋନୋମିକ୍ସ ଅଛି, ତ ଇକୋନୋମିକ୍ସ ପିଲାଙ୍କ ପାଇଁ ନେଇ ଆସିଛି 100 ମାର୍କର କ୍ୱେଶ୍ଚିନ୍ ସିଲେକ୍ସନ୍। ତ ପିଲାମାନେ 100 ମାର୍କର କ୍ୱେଶ୍ଚିନ୍ ସିଲେକ୍ସନ୍ ନେଇ ଆସିଛି 2024 ବୋର୍ଡ଼ ଏକ୍ଜାମ୍ ପାଇଁ। ତ ପିଲାମାନେ ଚାଲ ଆମେ ଦେଖିବା କ'ଣ ଦେଇଛି, ତମର କେମିତି ପାଟର୍ନ ଆସିବ, କ'ଣ ପଡ଼ିବ, କ'ଣ ସବୁକିଛି ଆଲୋଚନା କରିବା। କେତେଟା 2 ମାର୍କିଆ, କେତେଟା 3 ମାର୍କିଆ, କେତେଟା 7.5 ମାର୍କ ଏବଂ 1 ମାର୍କିଆ MCQ। ବୁଝିଲା ପିଲାମାନେ, ସବୁକିଛି ଆଜି ଡିଟେଲ୍ସ ଜାଣିବା, ଆଲୋଚନା କରିବା। ତମର ଏକ୍ଜାମ୍ ଅଳ୍ପ ଦିନ ରହିଲା ତମ ହାତରେ, ସମସ୍ତେ ପଢ଼ ମନ ଦେଇ, ବୁଲାବୁଲି ନ କରି ତମର ଏତିକି ଦିନ ପାଠ ଯଦି ତମେ ପଢ଼ିଦେବ ତାହେଲେ ତମର ଭବିଷ୍ୟତ ବଦଳିଯିବ। ବୁଝିଲା ପିଲାମାନେ, ଜମା ବୁଲାବୁଲି କରନି, ଭାବନି କି ପରୀକ୍ଷା ଯେଉଁଦିନ ତା ପୂର୍ବଦିନ ପଢ଼ିକି ଇମ୍ପସିବୁଲ୍ କଦାପି ଯାଇପାରିବ ନାହିଁ। ଆଉ ଗୋଟେ କଥା କହୁଛି, ତମେ ଭାବୁଥିବ କପି ଟୋଟାଲ ଆଲାଉ ନାହିଁ, କାହିଁକିନା CHSକୁ ଡାଇରେକ୍ଟ ଲାଗୁଛି ତମର ଲାଗୁଛି କ'ଣ ନା CCTV କ୍ୟାମେରା ଲାଇଭ୍ ଷ୍ଟ୍ରିମ୍ ହେଉଛି। ବୁଝିଲା ପିଲାମାନେ, ତ ପିଲାମାନେ ସବୁ ପଢ଼ ମନ ଦେଇ, କଦାପି ତମେ କୁଚିନ୍ତାଧାରା ରଖ ନାହିଁ କି କପି ଆଶା କି କରୋନା ଫରୋନା କିଛି ନାହିଁ। ପିଲାମାନେ ତମର ଏକ୍ଜାମ୍ ହେବା କଥା ହେବ। ବୁଝିଲା ପିଲାମାନେ, ତ ପିଲାମାନେ ଚାଲ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ, ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦେବ। ତ ପିଲାମାନେ ପ୍ରଥମ କ୍ୱେଶ୍ଚିନ୍ ଦେଲେ ତମର MCQ ପିଲାମାନେ ଆସିବ। ଦେଖ MCQ ଆସିବ, ଫୁଲ୍ ମାର୍କସ୍ ଦେଇଛି କ'ଣ ନା 100 ଟାଇମ୍ 3 ଘଣ୍ଟା। 3 ଘଣ୍ଟାରେ ତମେ 100 ମାର୍କ କ୍ୱେଶ୍ଚିନ୍ କେମିତି କମ୍ପ୍ଲିଟ୍ କରିବ। ବୁଝିଲା, ପ୍ରତ୍ୟେକ ବିଭାଗରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଠ କର, ଡାହାଣ ପାର୍ଶ୍ୱରେ ଦିଆଯାଇଥିବା ନମ୍ବର ମୂଲ୍ୟାଙ୍କ ସୂଚୀରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ। କେମିତି 3 ଘଣ୍ଟା ଭିତରେ ତମେ 100 ମାର୍କସ୍ କ୍ୱେଶ୍ଚିନ୍ ସାରିବ। ହେଲା, ଦେଖ ପିଲାମାନେ କ'ଣ ଦେଇଛି, କ ବିଭାଗ 1 ନମ୍ବର ଦେଇଛି, ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପ ଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛିକି ଲେଖ। 1 × 15 ହେଲା, ମାନେ MCQ ଗୋଟାରେ ମୂଲ୍ୟ 1 ମାର୍କ ହେଲେ 15ଟା ରହୁଛି କ'ଣ 15 ମାର୍କ, 15 ମାର୍କ ପାଇବ। ଦେଖ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି, ଅତି ସ୍ୱଳ୍ପ କାଳରେ ପ୍ରଚଳିତ ଦରକୁ କ'ଣ କୁହାଯାଏ? ପିଲେ, ଅତି ସ୍ୱଳ୍ପ କାଳରେ ପ୍ରଚଳିତ ଦରକୁ କ'ଣ କୁହାଯାଏ? ସ୍ୱାଭାବିକ ଦର ନା ବଜାର ଦର ନା ଆଦର୍ଶ ଦର ନା ସ୍ଥିର ଦର? ତ ପିଲେ କେଉଁ ଦର ହବ ନା ବଜାର ଦର। କେଉଁ ଦର ନା ବଜାର ଦର। ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ ଦେଲା, ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ ହୁଏ ସେତେବେଳେ ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ ମଧ୍ୟରେ କ'ଣ ସମ୍ପର୍କ ଥାଏ? ପିଲେ, ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ ହୁଏ ସେତେବେଳେ ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ ମଧ୍ୟରେ କ'ଣ ସମ୍ପର୍କ ଥାଏ? ହାରାହାରି ଉତ୍ପାଦ ସମାନ ସୀମାନ୍ତ ଉତ୍ପାଦ ନା ହାରାହାରି ଉତ୍ପାଦ ସୀମାନ୍ତ ଉତ୍ପାଦ ନା ହାରାହାରି ଉତ୍ପାଦ ସୀମାନ୍ତ ଉତ୍ପାଦ ନା ଉପରେ ଲିଖିତ କୌଣସିଟି ନୁହେଁ। କ'ଣ ହବ ନା ହାରାହାରି ଉତ୍ପାଦ ସମାନ ସୀମାନ୍ତ ଉତ୍ପାଦ। ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ ଦେଲା, ଦୁଇଟି ଦ୍ରବ୍ୟ X ଓ Y, Yର ଦାମ ସ୍ଥିର ଥାଏ, ଯେତେବେଳେ Xର ଦାମ ବଢ଼ିଯାଏ ସେତେବେଳେ Yର ଚାହିଦା ପରିମାଣ ବୃଦ୍ଧି ପାଏ। ସେତେବେଳେ X ଓ Y ମଧ୍ୟରେ ସମ୍ପର୍କ କ'ଣ ଥାଏ ନା X ଓ Y କ'ଣ ନା ଦୁଇଟି ଦ୍ରବ୍ୟ। ବୁଝିଲା, Yର ଦାମ ସ୍ଥିର ଅଛି ଯେତେବେଳେ Xର ଦାମ ବଢ଼ିଯାଏ, Y ସ୍ଥିର ଅଛି X ବଢ଼ିଯିବ, Yର ଚାହିଦା ପରିମାଣ ବୃଦ୍ଧି ପାଇଥାଏ। ସେତେବେଳେ କ'ଣ Xର ଦାମ ବଢ଼ିଯାଏ ସେତେବେଳେ Yର ଚାହିଦା କ'ଣ ହେଇଯାଏ ନା ବୃଦ୍ଧି ପାଇଥାଏ। ସ୍ଥିର ଥାଏ Xର କ'ଣ ବଢ଼ିଯାଏ, ଯେତେବେଳେ X ବଢ଼ିଯାଏ Yର ଚାହିଦା ବୃଦ୍ଧି ପାଇଯାଏ। ସେତେବେଳେ ଅବସ୍ଥା X ଯେଉଁ ବଢ଼ିଯାଏ Y ଯେଉଁ ବୃଦ୍ଧି ପାଏ, ସେ X ଓ Yର ସମ୍ପର୍କ ସେତେବେଳେ କ'ଣ ଥାଏ? ପରସ୍ପର ପରିପୂରକ ଥାନ୍ତି ନା ପ୍ରତିସ୍ଥାପନକ୍ଷମ ଥାନ୍ତି ନା ପ୍ରତିଯୋଗୀ ଥାନ୍ତି ନା ସମ୍ପର୍କ ଶୂନ୍ୟ ଥାନ୍ତି? ତ ପିଲା ସେତେବେଳେ କ'ଣ ଥାନ୍ତି ନା ପ୍ରତିସ୍ଥାପନକ୍ଷମ। କ'ଣ ନା ପ୍ରତିସ୍ଥାପନକ୍ଷମ ସେମାନେ ଥାନ୍ତି। ନେକ୍ସଟ କ'ଣ ଦେଲା, କେଉଁଟି ମୋଟ ଘରୋଇ ପୁଞ୍ଜି ଗଠନର ଉପାଦାନ? ତ ପିଲେ କେଉଁଟି ମୋଟ ଘରୋଇ ପୁଞ୍ଜି ଗଠନର ଉପାଦାନ? ନବନିର୍ମାଣ ପରିସମ୍ପତ୍ତିରେ ବ୍ୟୟ ନା ନୂତନ ଯନ୍ତ୍ରପାତି ଓ କଳାକ ବଜାନୀତି ବ୍ୟୟ ନା ଭଣ୍ଡାର ପରିବର୍ତ୍ତନ ନା ଉପର ଲିଖିତ ସମସ୍ତ? ତ ପିଲେ ତମେ ଏଇଟା କ'ଣ ହବ ନା ଉପର ଲିଖିତ ସମସ୍ତ। ମୋଟ ଘରୋଇ ପୁଞ୍ଜି ଗଠନ ଉପାଦାନ କ'ଣ ନା ନବନିର୍ମାଣ ପରିସମ୍ପତ୍ତିରେ ବ୍ୟୟ, ନୂତନ ଯନ୍ତ୍ରପାତି ଓ କଳାକ ବଜାନୀତି ଭଣ୍ଡାର ପରିବର୍ତ୍ତନ। ପରବର୍ତ୍ତୀ କ୍ୱେଶ୍ଚିନ୍,
गंगा नदी केउ प्रकार संपद तो पिले गंगा नदी केउ प्रकार संपद व्यक्तिगत संपद ना सार्वजनिक संपद ना जातीय संपद ना उपरलिखित कौनसी नुहे तो पिले कौन हम यहाँ तुम कौन हम ना जातीय संपद कौन ना जातीय संपद। परवर्ती क्वेश्चन अर्थशास्त्र रे उपयोगिता अर्थ कौन अर्थशास्त्र रे उपयोगिता अर्थ कौन पिले द्रव्यर उपादेयता ना द्रव्यरू मिलुथिबा आनंद ना द्रव्यर अभाव पूरण करिवार क्षमता ना उपरलिखित कौनसी नुहे तो पिले कौन हम तुम यहाँ ना द्रव्यर अभाव पूरण करिवार क्षमता। परवर्ती क्वेश्चन कौन देला चाहिदा रेखार डाहाण को स्थानांतर कौन सूची करे चाहिदार संप्रसारण ना चाहिदार संकोचन चाहिदार वृद्धि ना चाहिदार ह्रास तो पिले कौन ना चाहिदार वृद्धि कौन करे ना चाहिदार वृद्धि। परवर्ती क्वेश्चन निम्नलिखित मध्यरु केउठिरे अधिक शुद्ध मिले तो पिले निम्नलिखित मध्यरु केउठिरे अधिक शुद्ध मिले संचय जमा ना चलती जमा गच्छित निधि ना मियादी जमा तो पिले कौन हम ना मियादी जमा कौन ना मियादी जमा। परवर्ती क्वेश्चन असीम स्थितिस्थापक चाहिदा रेखार आकार कौन असीम स्थितिस्थापक चाहिदा रेखार आकार कौन आनुभूमिक ना ऊर्ध्वगामी ना उलंब ना आयतकार पराबलय तो पिले कौन हम यहाँ ना आनुभूमिक कौन ना आनुभूमिक। परवर्ती क्वेश्चन केउटी पूर्ण प्रतियोगितार लक्षण नुहे तो पिले केउटी पूर्ण प्रतियोगितार लक्षण नुहे संख्याधिक क्रेता ना संख्याधिक विक्रेता दर समानता बजार प्रवेशर नियंत्रण तो पिले कौन हम ना बजार प्रवेशर नियंत्रण। परवर्ती क्वेश्चन उत्पादनर अर्थ कौन तो पिले उत्पादनर अर्थ कौन बुझिबा आमे वस्तु सृजन को बुझिबा ना उपयोगितार सृजन को बुझिबा ना उत्पादन गुडी को अधिक कर्मशील करिबा ना मनुष्यर अभाव गुड़िकर संतोष विधान तो पिले कहले देखि कौन हम भेरी गुड जो माने कहूछ उपयोगितार सृजन से भेरी गुड तो ठीक आंसर। परवर्ती क्वेश्चन केउ बजार रे प्रतिद्वंदितार संपूर्ण अभाव थाए तो पिले केउ बजार रे प्रतिद्वंदितार संपूर्ण अभाव थाए अल्पाधिकार ना एकाधिकार ना शुद्ध प्रतियोगिता ना एकाधिकार मूलक प्रतियोगिता तो पिले कौन हम ना एकाधिकार कौन ना एकाधिकार बजार रे प्रतिद्वंदितार संपूर्ण कौन थाए ना संपूर्ण अभाव थाए। परवर्ती क्वेश्चन कौन देला पिले केउ समय मध्यरे जोगाण परिवर्तित होई पारे नाही केउ समय मध्यरे जोगाण परिवर्तित होई पारे नाही दीर्घकाल ना स्वल्पकाल ना बजार काल ना अतीत काल तो पिले कौन हम यहाँ ना तुम हम बजार काल कौन ना बजार काल। परवर्ती क्वेश्चन बैंक शब्दटी केउ मूल भाषार उद्धृत बैंक शब्दटी केउ मूल भाषार उद्धृत इटालीय ना जर्मन ना लाटिन ना ग्रीक तो पिले कौन हम तुम ना जर्मन कौन ना जर्मन। परवर्ती क्वेश्चन कौन देला सरकारक आनुमानिक आय और प्रस्तावित व्ययर वार्षिक वित्तीय विवरणी को कौन कहुए पिले सरकारक आनुमानिक आय और प्रस्तावित व्ययर वार्षिक वित्तीय विवरणी को कौन कहुए कर कहुए ना फीस ना बजेट ना स्वतंत्र निर्धारण तो पिले कौन कहुए ना बजेट कौन ना बजेट। तापर पिला माने देखिबा हमर कोन देख 15टा तमरो कहला एमसीक्यू 15टा तमरो एमसीक्यू आसीबो कोन इकोनॉमिक्स रे तापर तमरो 15टा आसीबो डैश पूर्ण पिला माने आसीबनी कि एक मार्किया लेखा ले आसीबनी तमरो एक मार्किया कोन आसीबो ना भ्रम संशोधन कर बुझेला रेखांकित अनुसार परिवर्तन न करी से गुडी को संशोधन करिबा कौन संशोधन करिबा चलो आमे देखिबा। देख प्रथम क्वेश्चन कौन देला पिले व्यक्ति पाई समतुल बजेट रे कोनोसी सद्गुण न थाए तो आकु आमे संशोधन न करी आमे एई गोटा को संशोधन करिया कौन ना राष्ट्र पाई प्रथमे क्वेश्चन तमे पढी ये कोन देछि ना निम्नलिखित उक्ति गुडी कर
ସଠିକତା ପରୀକ୍ଷା କର। ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶରେ ପରିବର୍ତ୍ତନ ନ କରି, ରେଖାଙ୍କିତ ମାନେ ଏଇଟା ଯେଉଁ ଅଂଶରେ ପରିବର୍ତ୍ତନ ନ କରି ସେଗୁଡ଼ିକୁ ଆମେ ସଂଶୋଧନ କରିବା। ବ୍ୟକ୍ତି ପାଇଁ ସମତୁଲ ବଜେଟରେ କୌଣସି ସଦ୍ଗୁଣ ନଥାଏ। କାହା ପାଇଁ? ନା ରାଷ୍ଟ୍ର ପାଇଁ। କ'ଣ? ନା ରାଷ୍ଟ୍ର ପାଇଁ। ତାପରେ କ'ଣ ଦେଲା? ଯେଉଁ କରର ପ୍ରାରମ୍ଭିକ ମୁଦ୍ରାଭାର ଓ ଅନ୍ତିମ ମୁଦ୍ରାଭାର ଜଣେ ବ୍ୟକ୍ତି ବହନ କରିଥାଏ ତାହାକୁ ପରୋକ୍ଷ କର କୁହାଯାଏ। କ'ଣ ହେବ ପିଲାମାନେ? ଯେଉଁ କରର ପ୍ରାରମ୍ଭିକ ମୁଦ୍ରାଭାର ଓ ଅନ୍ତିମ ମୁଦ୍ରାରେ ଜଣେ ବ୍ୟକ୍ତି ବହନ କରିଥାଏ ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ। କ'ଣ? ନା ପ୍ରତ୍ୟକ୍ଷ କର। ଏଇଟା ଦେଲା ବଜାର କାଳରେ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ଚାହିଦା ସହିତ ଖାପ ଖାଇଥାଏ। କ'ଣ ହେବ? ନା ଦୀର୍ଘ। କ'ଣ ହେବ? ନା ଦୀର୍ଘ କାଳରେ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ଚାହିଦା ସହିତ ଖାପ ଖାଇଥାଏ। ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ ଦେଲା? ସ୍ଥାୟୀ ପୁଞ୍ଜିର ଉପଭୋଗ ନିଟ୍ ଜାତୀୟ ଉତ୍ପାଦନର ଏକ ଅଂଶ। ତ ପିଲେ ସ୍ଥାୟୀ ପୁଞ୍ଜିର ଉପଭୋଗ ନିଟ୍ ଜାତୀୟ ଉତ୍ପାଦନର ଏକ ଅଂଶ। ଠିକ୍ ନା ଭୁଲ କ'ଣ ଆଲୋଚନା କରିବା ପିଲେ? ଏଇଟା ଭୁଲ ଅଛି। କ'ଣ ହେବ? ନା ଏକ ଅଂଶ ନୁହେଁ। କ'ଣ? ନା ଏକ ଅଂଶ ନୁହେଁ। ତାପରେ କ'ଣ ଦେଲା? ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ, ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ରେଖା ଉଲ୍ଲମ୍ବ। କ'ଣ ହେବ? ନା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ରେଖା କ'ଣ ହେଇଥାଏ? ନା ଆନୁଭୂମିକ ସରଳ ରେଖା। ଉଲ୍ଲମ୍ବ ହବନି ପିଲାମାନେ। କ'ଣ ହେବ? ନା ଆନୁଭୂମିକ କ'ଣ? ନା ସରଳ ରେଖା ହବ। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା? ଜଣେ କଲେଜ ଛାତ୍ରର ସାଇକେଲ ଏକ ଆରାମପ୍ରଦ ଦ୍ରବ୍ୟ। ତ ପିଲେ ଏଇଟା ଭୁଲ ଅଛି ନା ଠିକ୍ ଅଛି? ନା ଜଣେ କଲେଜ ଛାତ୍ରର ସାଇକେଲ ଏକ କ'ଣ? ନା ଅତି ଆବଶ୍ୟକୀୟ ଦ୍ରବ୍ୟ। କ'ଣ? ନା ଅତି ଆବଶ୍ୟକୀୟ ଦ୍ରବ୍ୟ। ପରବର୍ତ୍ତୀ କ୍ୱେଶ୍ଚିନ୍, ବଜାର ଦର ଦୀର୍ଘକାଳରେ ଉତ୍ପନ୍ନ ହୁଏ। ବଜାର ଦର ଦୀର୍ଘକାଳରେ ଉତ୍ପନ୍ନ ହୁଏ। ବଜାର ଦର ଦୀର୍ଘକାଳରେ ଉତ୍ପନ୍ନ ହୁଏ କି ପିଲାମାନେ? କୋଉ ଦର? ନା ସ୍ୱାଭାବିକ ଦର। କୋଉ ଦର? ନା ସ୍ୱାଭାବିକ ଦର ଦୀର୍ଘକାଳରେ ଉତ୍ପନ୍ନ ହୁଏ। ତାପରେ କ'ଣ ଦେଲା? କାଳିଦାସଙ୍କ କବିତା ବ୍ୟକ୍ତିଗତ ସମ୍ପଦ। କାଳିଦାସଙ୍କ କବିତା କେଉଁ ସମ୍ପଦ ପିଲାମାନେ? ଠିକ୍ ଅଛି ନା ଭୁଲ ଅଛି? ଏଇଟା ଭୁଲ ଅଛି। ହବ କ'ଣ? ନା କାଳିଦାସଙ୍କ କବିତା କେଉଁ ସମ୍ପଦ? ନା ଜାତୀୟ ସମ୍ପଦ। ତାପରେ ପରବର୍ତ୍ତୀ କ୍ୱେଶ୍ଚିନ୍, ବଜାର ଦର ଓ ସାଧନ ବ୍ୟୟର ଅନ୍ତରଫଳ ମୂଲ୍ୟାବର୍ଣ୍ଣିତ ସହ ସମାନ। ଏଇଟା ଠିକ୍ ନା ଭୁଲ ପିଲା? ଏଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଛି। କ'ଣ ଠିକ୍ ହେବ ତାର? ନା ବଜାର ଦର ଓ ସାଧନ ବ୍ୟୟର ଅନ୍ତରଫଳ କ'ଣ ହେବ? ନା ନିଟ୍ ପରୋକ୍ଷ କର ସହ ସମାନ। କାହା ସହ ସମାନ ପିଲେ? ମୂଲ୍ୟାବର୍ଣ୍ଣିତ ନୁହଁ, ହେବ ନିଟ୍ ପରୋକ୍ଷ କର ସହ ସମାନ। ପରବର୍ତ୍ତୀ କ୍ୱେଶ୍ଚିନ୍, ଏକାଧିକାରରେ ବହୁ ସଂଖ୍ୟକ ଉତ୍ପାଦନକାରୀ ଥାନ୍ତି। ଏକାଧିକାରରେ ବହୁ ସଂଖ୍ୟକ ଉତ୍ପାଦନକାରୀ ଥାନ୍ତି। କେଉଁ? ନା ଏକାଧିକାରରେ କେତେ? ନା ଜଣେ। ଏକାଧିକାରରେ ଜଣେ ମାତ୍ର ଉତ୍ପାଦନକାରୀ ଥାନ୍ତି। ନେକ୍ସଟ, ମୌଦ୍ରିକ ପରିବୟ ଏକ ବ୍ୟକ୍ତିନିଷ୍ଠ ଅବବୋଧ। ମୌଦ୍ରିକ ପରିବୟ ତ ପିଲେ କ'ଣ ହେବ? ନା ବାସ୍ତବ ପରିବୟ ଏକ ବ୍ୟକ୍ତିନିଷ୍ଠ ଅବବୋଧ। ତାପରେ ନେକ୍ସଟ, ଭୌତିକ ଦ୍ରବ୍ୟର ସୃଷ୍ଟିକୁ ଉତ୍ପାଦନ କୁହାଯାଏ। ଭୌତିକ ଦ୍ରବ୍ୟର ସୃଷ୍ଟିକୁ ଉତ୍ପାଦନ କୁହାଯାଏ। ଠିକ୍ ନା ଭୁଲ? ଏଇଟା କ'ଣ ହେବ? ଭୁଲ ଅଛି। ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ। କ'ଣ? ନା ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ। ନେକ୍ସଟ, ଅନ୍ତରୀଣ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ। ପିଲେ ଏଇଟା ଠିକ୍ ଅଛି ନା ଭୁଲ ଅଛି? ନା ଅନ୍ତରୀଣ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ। ଏଇଟା ଅନ୍ତରୀଣ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ। ତ ପିଲେ ଏଇଟା ତାହେଲେ ଠିକ୍ ଅଛି। ତାପରେ ପିଲାମାନେ କ'ଣ? ଯେଉଁ ସମ୍ପଦ ବ୍ୟକ୍ତି କିମ୍ବା ଦେଶ ଅଧିକାରରେ ନଥାଏ ତାହାକୁ ଜାତୀୟ ସମ୍ପଦ କୁହାଯାଏ। ତ ପିଲେ ଏଇଟା ଭୁଲ ଅଛି। କ'ଣ ହେବ? ନା ଯେଉଁ ସମ୍ପଦ ବ୍ୟକ୍ତି କିମ୍ବା ଦେଶ ଅଧିକାରରେ ନଥାଏ ତାହାକୁ କ'ଣ? ନା ଆନ୍ତର୍ଜାତୀୟ ସମ୍ପଦ କୁହାଯାଏ। ତ ପିଲେ ଶେଷ କ୍ୱେଶ୍ଚିନ୍, କ୍ରମ ହ୍ରାସମାନ ଉତ୍ପନ୍ନ ନିୟମର ବାସ୍ତବ ସ୍ଥିତି ପ୍ରାୟତଃ ନଥାଏ। ଏଇଟା ଭୁଲ ଅଛି। କ'ଣ ହେବ? ନା ସ୍ଥିର ଉତ୍ପନ୍ନ। କ'ଣ? ନା ଏଇଟା କ୍ରମ ହ୍ରାସମାନ ହବନି, ହବ ସ୍ଥିର ଉତ୍ପନ୍ନ ନିୟମର ବାସ୍ତବିତ ପ୍ରାୟତଃ ନଥାଏ। ତ ପିଲାମାନେ ତମର 15ଟା MCQ
କ'ଣ 15ଟା ରେଖାଙ୍କିତ ପରିବର୍ତ୍ତନ ପଡ଼ିବ ହେଲା ଟୋଟାଲ୍ 30ଟା ବୁଝିହେଲା। ତ ଇକୋନୋମିକ୍ସରେ ତୁମର ଏମିତି ପଡ଼ିବ। ତାପରେ ଦେଖ ତୁମର କ'ଣ ଦେଇଛି ନା 11ଟା ଦେଇଛି 2 ମାର୍କିଆ ତୁମେ କରିବ 11 ଗୁଣନ 2 ମାନେ 22ଟା ଦେଇଥିବ ଆଧିରେ 15ଟା ଦେଇଥିବ ତୁମେ ଯେକୌଣସି ଆଧିରୁ 11ଟା ବାଛିକି ଲେଖିବ ବୁଝିହେଲା। ତାପରେ 4 ନମ୍ବର ଲେଖିବ ସେମିତି 6ଟା ଯେକୌଣସିର ଲେଖିବ ତୁମେ 6ଟା ଲେଖିବ 3 ମାର୍କିଆ। ତାପରେ 7 ହାଫ୍ ମାର୍କ ଲେଖିବ 4ଟା ଯେକୌଣସି 4ଟା ଲେଖିବ ଦେଇଥିବ 6ଟା ତୁମେ ଯେକୌଣସି 4ଟା ଲେଖିବ ବୁଝିହେଲା ପିଲାମାନେ। ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା କ୍ୱେଶ୍ଚିନ୍ ପିଲାମାନେ ଇକୋନୋମିକ୍ସର। ପିଲା ତୁମର ଅଳ୍ପ ଦିନ ଏକ୍ଜାମ୍ ରହିଲା ତ ମନ ଦେଇ ପଢ଼, ଜମା ବି ଟାଇମ୍ ୱେଷ୍ଟ କରନା। ତୁମ ହାତରେ ଅଳ୍ପ ଦିନ ପିଲାମାନେ ଯେତିକି ବୁଲିଛ ବହୁତ, ଏବେ ତୁମମାନେ ପଢ଼। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ ପିଲାମାନେ। ରହୁଛି ଧନ୍ୟବାଦ।